ଜୟ ଜଗନ୍ନାଥ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟିଏ ଛୋଟିଆ ବ୍ଲଗ୍ଟିଏ। ଆଜି ଆପଣମାନଙ୍କ ପାଇଁ ଗୋଟେ ଛୋଟିଆ କଥାଟେ କହିବି। ଆପଣମାନଙ୍କୁ ଭଲ ଲାଗିପାରେ, ହୁଏତ ଭଲ ନ ଲାଗିପାରେ, କିନ୍ତୁ ଏଇଟା ନିରାଟ ସତ୍ୟ କଥା। ଆପଣମାନେ ଯେତେବେଳେ ସ୍କୁଲ କ୍ୟାରିୟରରେ ପାଠ ପଢ଼ନ୍ତି, ସେତେବେଳେ ଆପଣଙ୍କୁ ଲାଗେ ଯେ ମୁଁ ସ୍କୁଲକୁ ଯିବିନି, ମୋର ଇଚ୍ଛା ହେଉନି ପାଠ ପଢ଼ିବା ପାଇଁ। ଘରେ କେତେ ଗାଳି କରନ୍ତି, ଟ୍ୟୁସନ୍ ଯିବାକୁ ଇଚ୍ଛା ହୁଏନି, ଯଦି ଟ୍ୟୁସନ୍ ଯାଇଥିବ ପାଠ ପଢ଼ିବାକୁ ଇଚ୍ଛା ହେବନି, ଏମିତି କିଛି ସମୟ ଆସେ। ତାପରେ ଆମେମାନେ କ'ଣ କର, ଯେତେବେଳେ ସ୍କୁଲ ଲାଇଫ୍ ସରି କଲେଜ ଲାଇଫ୍କି ଯାଅ, ସିଏ ଟିକେ ଅଲଗା ଟାଇପ୍ର ଆସିଯାଏ, ମଜା ଆସିଯାଏ। ତ କଲେଜ କେବେ ବନ୍ଦ ହୁଏନି, ପାଠପଢ଼ା ଭଲ ଚାଲେ। କିନ୍ତୁ ଯେତେବେଳେ କ୍ୟାରିଅର ଉପରେ ଲାଇଫ୍ଟା ଯେତେବେଳେ କ୍ୟାରିଅର ଉପରକୁ ଆସେ, ସେତେବେଳେ କ'ଣ ହୁଏ, କିଛି ପିଲା ଥାଆନ୍ତି ଭଲ ପାଠ ପଢ଼ନ୍ତି, ଚାକିରି କରିବା ପାଇଁ ଚେଷ୍ଟା କରନ୍ତି ଏବଂ ସେ ମଧ୍ୟ ତାଙ୍କ ଲାଇଫ୍ରେ ସକ୍ସେସ୍ ହୁଅନ୍ତି। ଆଉ ଜଣେ ଜଣେ ଥାଆନ୍ତି ଯେ କି ଭାବନ୍ତି, ହଁ ମୁଁ ଏଇଟା କରିଦେବି, କି ମୋର ଏ ଚାକିରିଟା କିଛି ପରିଶ୍ରମ କରିବେନି, କହିବେ ମୋ ଚାକିରିଟା ହେଇଯିବ। ସେମିତି କେବେ ହେବନି। ଆପଣମାନେ ଏଇ ସ୍କୁଲ ଲାଇଫ୍ରୁ ହିଁ ଯେତେବେଳେ ଆଗକୁ ଯାଉଛନ୍ତି, କଲେଜ ଲାଇଫ୍କି ଯାଉଛନ୍ତି, ସେ ଟାଇମ୍ରେ ଆପଣମାନେ ନିଜ ଲାଇଫ୍ କି ଓ ନିଜର କ୍ୟାରିଅରକୁ ଧ୍ୟାନ ଦିଅନ୍ତୁ। ପାଠ ପଢ଼ିବା ସହିତ ଏକ୍ସଟ୍ରା ଯେଉଁଟା କହନ୍ତି, ଏକ୍ସଟ୍ରା ଅର୍ଡ଼ିନାରୀ ଆକ୍ଟିଭିଟି ଯେଉଁଟା କହନ୍ତି, ଖେଳ, ନାଚ, ଗୀତ, ଯେଉଁଟା ଆପଣଙ୍କର ଭଲ ହୁଏ, ସେଥିରେ ପ୍ରଫେସନାଲ୍ କରିବା ପାଇଁ ସେ ଜିନିଷ ଚେଷ୍ଟା କରନ୍ତୁ। ଆଉ ଯଦି ଆପଣମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଟ୍ରାଏ କରୁଛନ୍ତି, ତାହେଲେ ନିହାତି ଭାବରେ ହାର୍ଡ଼ୱାର୍କ କରନ୍ତୁ। ଦିନେ ନା ଦିନେ ସକ୍ସେସ୍ ହେବେ। ସବୁ ବାପା ମାଆ ଚାହାନ୍ତି ଯେ କି ଆମ ପିଲା ସକ୍ସେସ୍ ହେଉ, ତା ଲାଇଫ୍ରେ ସେ ଖୁସିରେ ରହୁ। କେଉଁ ବାପା ମାଆ ଚାହାନ୍ତିନି ଯେ ମୋ ପିଲା ସବୁବେଳେ ଅସୁବିଧାରେ ରହୁ କି ଦୁଃଖରେ ରହୁ। ସାଙ୍ଗମାନେ, ତ ଏଇଟା ଗୋଟେ ଛୋଟିଆ କଥା ଆପଣମାନଙ୍କ ପାଇଁ। ଯେତେବେଳେ ବି ଆପଣମାନଙ୍କୁ ସମୟ ମିଳୁଛି, ଆପଣ ପାଠ ଭଲ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ। ଲାଇଫ୍ରେ ସବୁବେଳେ ସକ୍ସେସ୍ ହେବା ପାଇଁ ଚେଷ୍ଟା କରନ୍ତୁ। ହଜାର ଲୋକ ହଜାର କଥା କହିବେ, ଯେତେବେଳେ ଆପଣମାନେ ସକ୍ସେସ୍ ହେଇଯିବେ, ଆପଣଙ୍କ ପଛରେ ସେଇମାନେ ଗୋଡ଼େଇବେ। ବୁଝିପାରିଲେ ସାଙ୍ଗମାନେ? ଏତିକି କହିଲି। ଜୟ ଜଗନ୍ନାଥ। ସାଙ୍ଗମାନେ, ଏଇ ଶୀତୁଆ ଶୀତୁଆ ପାଗରେ, କୁହୁଡ଼ି ପାଗରେ ଆପଣମାନଙ୍କ ପାଇଁ କଥା ପଦେ। ଯଦି ଲାଇଫ୍ରେ ଆପଣମାନେ ଖୁସିରେ ରହିବା ପାଇଁ ଚାହୁଁଛନ୍ତି, ତ ନିଜ ବାପା ମାଆଙ୍କ କଥା ଶୁଣନ୍ତୁ, ମାନନ୍ତୁ। ସେମାନେ କେବେ ଚାହିଁବେନି ଯେ ମୋ ପିଲା ଦୁଷ୍ଟ ହେଉ କି ବାଳୁଙ୍ଗା ହେଉ କି ଅନ୍ୟମାନେ ତାକୁ ଖରାପ କୁହନ୍ତୁ, ସେ ଲାଇଫ୍ରେ କିଛି ନ କରିପାରୁ। ସମସ୍ତେ ଚାହାନ୍ତି ତାଙ୍କ ପିଲାମାନେ ସକ୍ସେସ୍ ହେବା ପାଇଁ। ତାଙ୍କ ପିଲା ସକ୍ସେସ୍ ହେଲା ପରେ, ମାନେ ଯେଉଁ ପିଲାଟି ସକ୍ସେସ୍ ହୁଏ, ସିଏ ଯେତିକି ନିଜକୁ ଗର୍ବିତ ମନେ ନ କରେ, ତାଙ୍କ ବାପା ମାଆ ତା'ଠାରୁ ବେଶୀ ନିଜକୁ ଗର୍ବିତ ମନେ କରନ୍ତି ଯେ ମୋ ପିଲା କିଛି ଗୋଟେ କରିକି ଦେଖାଇଲା, ସମାଜରେ ତା'ର ମାନ ସମ୍ମାନ ଟିକେ ବଢ଼ିଯାଏ। ତ ଏଇଟା କହିବାର ଅର୍ଥ ଏବଂ କିଛି ଅଭୁଲା ସ୍ମୃତି ମଧ୍ୟ ଆମମାନଙ୍କର ଅଛି। ଯେତେବେଳେ ଆମେମାନେ ବି ଛୋଟ ପିଲା ଥିଲୁ, ସେତେବେଳେ ଆମେ ବି ଭାବୁଥିଲୁ, ମାନେ ଆମେ ଭାବୁଥିଲୁ କ'ଣ, ଆମେ ଜାଣିପାରୁନଥିଲୁ ଲାଇଫ୍ରେ କ'ଣ ହେବ, କ'ଣ କେମିତି ଚାଲିବ। ଆମେ ଖେଳା ଖେଳି ମଜା ମସ୍ତିରେ ଖାଲି ରହୁଥିଲୁ। ଯେତେବେଳେ ଧୀରେ ଧୀରେ ଆମେ ବଡ଼ ହେଲୁ, ଆମେ ବି ଜାଣିବାକୁ ପାଇଲୁ ନା ଲାଇଫ୍ରେ କିଛି କରିବାର ଅଛି। ସମାଜରେ ବଞ୍ଚିବାକୁ ହେଲେ ମାନ ସମ୍ମାନ ନିହାତି ଦରକାର। ତ ଯେକୌଣସି କାର୍ଯ୍ୟରେ ହେଉ, ଖାଲି ତା ମାନେ ନୁହେଁ ଯେ ଆମେ ଖାଲି ଗଭର୍ଣ୍ଣମେଣ୍ଟ ଜବ୍ କରିବା। ଯେକୌଣସି କାର୍ଯ୍ୟ କରୁଛି, ସେଇଟାକୁ ପ୍ରଫେସନାଲ୍ କରିଦେଉ, ସେଇଥିରେ ପଇସା ଇନକମ୍ କରୁ। ଦେଖିବେ, ପଇସା ନିହାତି ଦରକାର ଆଜିକା ଡେଟ୍ରେ। ଯେତେ ପଇସା ଇନକମ୍ କରିପାରିବେ ଯେକୌଣସି କାର୍ଯ୍ୟ କରିକି, ତା ମାନେ ନୁହେଁ ଯେ ଖରାପ କାମ କରିକି। ଭଲ କାମ କରନ୍ତୁ। ସମାଜରେ ବହୁତ ପ୍ରକାର କାମ ଅଛି। ତ କହିବାର ଅର୍ଥ ହେଉଛି, ସମସ୍ତେ ଲାଇଫ୍ରେ କିଛି ନା କିଛି କରନ୍ତୁ ଏବଂ ସକ୍ସେସ୍ ହେଇଯାଆନ୍ତୁ। ଦେଖିବେ ଆପଣମାନଙ୍କୁ କେତେ ସମ୍ମାନ ମିଳୁଛି ସମାଜରେ। ଯେଉଁମାନେ ଆପଣମାନଙ୍କୁ ଘୃଣା ମନୋଭାବ କରୁଥିବେ, କି ଯେଉଁମାନେ ଆପଣଙ୍କୁ ତୁଚ୍ଛ ଭାବୁଥିବେ, ଏଇ କିଛି କରିପାରିବନି ଲାଇଫ୍ରେ, ଏଇଟା ଫାତରାଟା ଛତରାଟା, ଯେଉଁମାନେ କହୁଥିବେ ସାଙ୍ଗମାନେ, ଦେଖିବେ ସେଇମାନେ ଆପଣ ସକ୍ସେସ୍ ହେଇଯାଆନ୍ତୁ, ସେ ଆପଣଙ୍କ ପଛରେ ଗୋଡ଼େଇବେ। ବୁଝିପାରିଲେ? ତ ଜୀବନରେ ସବୁବେଳେ ସକ୍ସେସ୍ ହେବା ପାଇଁ ଚେଷ୍ଟା କରନ୍ତୁ। ବାପା ମାଆଙ୍କର ନାଁ ରଖନ୍ତୁ। ନିଜର ମାନ ସମ୍ମାନକୁ ଆଗକୁ ନିଅନ୍ତୁ। ସମାଜରେ ନିଜର ଓ ନିଜର ପରିବାରର ସମ୍ମାନକୁ ବଢ଼ାଇକି ରଖନ୍ତୁ। ଏତିକି କହିଲି। ଯଦି ମୋ କଥାଟି ଆପଣମାନଙ୍କୁ ଭଲ ଲାଗିଥାଏ, ନିହାତି ଭାବରେ କମେଣ୍ଟରେ ଜଣାଇବେ।